ବର୍ତ୍ତମାନ ଯାହା ସୂଚନା ମିଳୁଛି ବାରବାଟୀରେ ଟି20 ଡିସେମ୍ବର 1 ରୁ ଅନଲାଇନ୍ ଟିକେଟ୍ 5 ରୁ କାଉଣ୍ଟରରେ। ତେବେ ସୂଚନା ଅନୁସାରେ ଡିସେମ୍ବର 9 ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଟି20 ପାଇଁ ସୋମବାର କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଡିସେମ୍ବର 1 ତାରିଖରୁ ଅନଲାଇନ୍ ଟିକେଟ୍ ବିକ୍ରି କରାଯିବ। ଡିଷ୍ଟ୍ରିକ୍ଟ ବାଇ ଜୋମାଟୋ ଆପ୍ଲିକେସନ୍ ଓ ୱେବସାଇଟରେ ଅନଲାଇନ୍ ଟିକେଟ୍ ଉପଲବ୍ଧ ହେବ। ଅନଲାଇନରେ କେତେ ସଂଖ୍ୟକ ଟିକେଟ୍ ବିକ୍ରି ହେବ ତାହା ଘୋଷଣା କରାଯାଇନି। ସେହିପରି ଡିସେମ୍ବର 5 ରୁ କାଉଣ୍ଟରରେ ଜନସାଧାରଣଙ୍କୁ ଟିକେଟ୍ ମିଳିବ। ସେହିପରି ଡିସେମ୍ବର 3 ଓ 4 ତାରିଖ 2 ଦିନ OCS ଓ ଅନୁବନ୍ଧିତ ସଂଘକୁ ଟିକେଟ୍ ବିକ୍ରି କରାଯିବ। ଗତ ଫେବୃଆରୀ 9ରେ ବାରବାଟୀରେ ମ୍ୟାଚ୍ ସମୟରେ ଦେଖାଯାଇଥିବା ଅବ୍ୟବସ୍ଥାକୁ ଏଡ଼ାଇବା ସହ ଆସନ୍ତା ମ୍ୟାଚ୍କୁ ଶୃଙ୍ଖଳିତ କରାଯିବା ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସା ହେବେ ସିନ୍ଧେଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି। ଗତ ଭାରତ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ମ୍ୟାଚ୍ ଚାଲିଥିବା ବେଳେ ଜେନେରେଟର ଅଚଳ ପାଇଁ ଫ୍ଲଡ୍ ଲାଇଟ୍ ଲିଭିଯିବା ଯୋଗୁଁ ମ୍ୟାଚ୍ ପାଖାପାଖି ଅଧଘଣ୍ଟା ବାଧାପ୍ରାପ୍ତ ହୋଇଥିଲା। ଏହା ପୂର୍ବରୁ କାଉଣ୍ଟର ଟିକେଟ୍ ବିକ୍ରି ବେଳେ କ୍ରିକେଟ୍ ପ୍ରେମୀ ଦଳାଚକଟା ହୋଇଥିଲେ। ଏଭଳି ସମସ୍ୟାର କିପରି ପୁନରାବୃତ୍ତି ନ ଘଟିବ ସେ ଦିଗରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସିନ୍ଧେ କହିଛନ୍ତି ଯେ ଷ୍ଟାଡିୟମରେ ବିଦ୍ୟୁତ୍ ବିଭ୍ରାଟ କିପରି ନ ଘଟିବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯିବ। ଦର୍ଶକଙ୍କ ପାଇଁ ଖାଦ୍ୟ, ମେଡିକାଲ ସୁବିଧା, ସାନିଟାଇଜେସନ୍ ଆଦି ଉପରେ ନଜର ରଖାଯିବ। ଟିକେଟ୍ କାଉଣ୍ଟର, ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ଭାବେ କରାଯିବ। ମୁଖ୍ୟତଃ ପିଇବା ପାଣିର ବ୍ୟବସ୍ଥା ହେବ। ଗତ ମ୍ୟାଚ୍ ସମୟରେ ଯେପରି ବିଦ୍ୟୁତ୍ ସମସ୍ୟା ହୋଇଥିଲା ତାହାକୁ ନଜରରେ ରଖି ପାୱାର ବ୍ୟାକଅପ୍ ଓ ଅଧିକ ଡିଜି ସେଟ୍ ମହଜୁଦ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଓସିଓ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ ଦର୍ଶକଙ୍କୁ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ। ଚଳିତ ଥର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କୋର୍ଟର ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ସେମାନେ ସୁରୁଖୁରୁରେ ଗ୍ୟାଲେରୀକୁ ଯାଇ ପାରିବେ। ପୂର୍ବ ରାତିରୁ ଧାଡ଼ିରେ ରହୁଥିବା ଟିକେଟ୍ କ୍ରେତାଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯିବ। ଚଳିତ ଥର ବାଉଁଶ ବ୍ୟାରିକେଡ୍ ନୁହେଁ ବରଂ ଲୁହା ବ୍ୟାରିକେଡ୍ ବନ୍ଧା ହେବ।